ଶାଶୁଙ୍କ ସହିତ ମିଶି ରାମ ନବମୀରେ ପୂଜା କରୁଥିବାର ନଜର ଆସିଛନ୍ତି ଓଡ଼ିଆ ଅଭିନେତ୍ରୀ ତମନ୍ନା। ତ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ଅଗ୍ରୱାଲ ପରିବାରର ବୋହୂ ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ତମନ୍ନା। ତ ନମିତା ଅଗ୍ରୱାଲଙ୍କ ବଡ଼ ପୁଅ ସିଦ୍ଧାର୍ଥଙ୍କୁ ବିବାହ କରିଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ। ତାହେଲେ ତମନ୍ନା ଦୀର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସିଛନ୍ତି। ଓଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ଆଗଧାଡ଼ିର କଳାକାରଙ୍କ ସହିତ ସେ ଅଭିନୟ କରିସାରିଛନ୍ତି। ତାହେଲେ ଏବେ ସେ ଅଗ୍ରୱାଲ ପରିବାରର ବୋହୂ ସାଜିଛନ୍ତି। ଆଉ ବାହାଘର ପରେ ସେ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ସମସ୍ତ ପ୍ରକାରର କାମ କରୁଥିବାର ନଜର ଆସିଛନ୍ତି। ତାହେଲେ ତମନ୍ନାଙ୍କୁ ତାଙ୍କ ପରିବାର ଲୋକମାନେ ଓ ତାଙ୍କ ଶାଶୁଘର ଲୋକମାନେ ବହୁତ ଅଧିକ ଭଲ ପାଆନ୍ତି। ନମିତା ଅଗ୍ରୱାଲ ତାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି। ତାହେଲେ ଶାଶୁଘରେ ନମିତା ଅଗ୍ରୱାଲଙ୍କ ସହିତ ରାମ ନବମୀରେ ପୂଜା ଅର୍ଚ୍ଚନା କରୁଥିବାର ନଜର ଆସିଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ତମନ୍ନା। ତ ବାହାଘର ପରେ ତମନ୍ନା ଓଲିଉଡ ଇଣ୍ଡଷ୍ଟ୍ରି ଛାଡ଼ି ଦେଇଛନ୍ତି। ଆଉ ଏବେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବାର ସେ ନଜର ଆସିନାହାନ୍ତି। ବାହାଘର ପରେ ନିଜ ଶାଶୁଘରକୁ ସମୟ ଦେବା ସହିତ ସେ ନିଜ ପରିବାର ଓ ଘର ସଂସାର ପ୍ରତି ସମୟ ଦେଉଥିବାର ଦେଖାଦେଇଛନ୍ତି। ତାହେଲେ ତମନ୍ନା ଆଜକୁ ପ୍ରାୟ 7 ବର୍ଷ ହୋଇଯିବ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି। ଆଉ ଏହାରି ମଧ୍ୟରେ ତମନ୍ନାଙ୍କର 30ଟି ସିନେମା ରିଲିଜ୍ ହୋଇସାରିଛି। ତାହେଲେ ସେ ୱେବ୍ ସିରିଜ୍ ଓ ଛୋଟ ସିନେମା ଓ ଏହା ସହିତ ଓଡ଼ିଆ ଆଲବମ୍ରେ ମଧ୍ୟ ସେ ଅଭିନୟ କରିଛନ୍ତି। ତାହେଲେ ସାର୍ଥକ ବ୍ୟାନରରେ ତମନ୍ନା ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି। ସାର୍ଥକ ବ୍ୟାନରରେ ଅଭିନୟ କରିବା ସମୟରେ ସେ ସିଦ୍ଧାର୍ଥଙ୍କ ସହିତ ଦେଖା ହୋଇଥିଲେ। ଆଉ ଏହା ପରଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ପରବର୍ତ୍ତୀ ସମୟରେ ଦୁହିଁଙ୍କର ବାହାଘର ଏବେ ହୋଇଯାଇଛି। ତମନ୍ନାଙ୍କୁ ଏବେ ପ୍ରାୟ 27 ବର୍ଷ ବୟସ ହୋଇଛି। ଆଉ ଏହାରି ମଧ୍ୟରେ ତମନ୍ନା ବହୁତ ସାରା ସିନେମାରେ ବି ମଧ୍ୟ ଅଭିନୟ କରିସାରିଛନ୍ତି। ଆଉ ବାହାଘର ପରେ ଏବେ ଓଲିଉଡ ଇଣ୍ଡଷ୍ଟ୍ରିରୁ ଟିକେ ସେ ଦୂରରେ ରହିଛନ୍ତି। ତାହେଲେ ବାହାଘର ପରେ ଗୋଟେ ଓଡ଼ିଆ ଘରର ବୋହୂ ଭଳି ନିଜ ଶାଶୁଘରେ ଚଳୁଥିବାର ନଜର ଆସିଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ। ତାହେଲେ ଫ୍ରେଣ୍ଡସ୍, ଆପଣମାନଙ୍କୁ ତମନ୍ନା କେମିତି ଲାଗନ୍ତି କମେଣ୍ଟ କରନ୍ତୁ।